ବର୍ତ୍ତମାନ ସମୟ ଉପନୀତ ଆଧ୍ୟାତ୍ମିକ ଆଲୋଚନାର ମୁଁ ସଭାକ୍ତି ଅନୁରୋଧ ଜଣାଇବି ସତ୍ୟସାଇ ସେବା ସଂଗଠନ ଓଡ଼ିଶା ରାଜ୍ୟର ସମିତି ଦର୍ଶନ ନିର୍ବାହକ ଭାଇ ଡକ୍ଟର ଅଶୋକ କୁମାର ହୋତା ମହୋଦୟଙ୍କୁ ସେ ଆଜି ଦିବସର ଆଧ୍ୟାତ୍ମିକ ଆଲୋଚନାକୁ ଉପସ୍ଥାପନ କରିବା ହେବେ। ସାଇରାମ ଭାଇ। ओम श्री साई राम। परम प्रेममय भगवान बाबा आज पवित्र प्रातस्मरण कार्यक्रम भगवान पाद पद्म एकाठी होता और समस्त प्रिय भाई और भौणी मान को हृदय भरा साई राम। आज भगवान बाबा तांकर पवित्र जन्मोत्सव अवसर में 1965 मसीह प्रशांति निलयम ठारे देइथिबा दिव्य संभाषण वार्ता को आमे माने बुझिया पई चेष्टा करिया। एही वार्तार नामकरण करा जायछि खेलर नियम। प्रथम हमको प्रश्न आसिबो भगवान बाबा की खेलर नियम विषय कहवा जाउछि। कौन लुचकाली खेल ना किसी प्लेजर कौन किसी द्रव्य खोजार खेल ना फाटे खेल ना फुटबल खेल कौ खेल नियम भगवान करने जदि भीतर को जाई चिंता कर देखिए कौन जीवन जैसे फाटे खेल नुह केतबे आम ऊपर को उठिके कौन जीवन गोटे फुटबल खेल नुह भलर मंद भितर किसी गोटे खाइबार किसी गोटे गोल पोस्ट पहुंचार लक्ष्य नहीं जीवन खेल चले। भगवान बाबा ये दिव्य वार्ता भितर जो खेल विषय पहुंचा जीवन हो किसी गोटे हजि जाइबार द्रव्य को खोजार जहाँ प्लेजर हंट बोली पिला खेलती कौटी जिन छिपा होता है लुचा होता है और आम कहते भगवान हो तुम सजई देगा किसी जिन खोजार लाइक इट गेम हाउ लॉस्ट इट इज नो लगता यदि आम खोजा चेष्टा न करवा जीवन पूछा हुई वार्ता भितर एक भारी अच्छी जहाँ को आम नवा काली किसी वार्तार परिप्रेक्षी आम कहते यही जनरेशन जब क्या परिचय पार तेरे तुमको आ जन्म हम कहते जन्म विषय पत्र तो आम आसवा पड़े यदि आम क्या करती कौन कर जहाँ बजे खोजिक खाईदेव यदि भोग पहुंची गल तुमको आ जन्म कौन बजे साइराम भाई टिके स्लो सुबुची भाई साइराम आज्ञा एबे भलो सुबुची कौन हजई छे आमे जहाँ को हजई छे ताहार मूल्य केते एवं जहाँ को हजई छे ताहा किपरि हजई छे और जदि हजई देई छे ताको फेरी पाइबार उपाय कौन ये सब प्रसंग रे भगवान ए दिव्य संभाषण रे आलोचना कर कौन हजई छे जे देखिबा आमे किछु हजई छे एवं ताको हजई छे ताको आमे खोजुछे आमे अर्थ भितरे पद पदवी भितरे किसी क्षमता पार्थिव संपत्ति आडंबरपूर्ण जीवन यापन भितर आमे खोजुचे जहाँ को हजईचे। स्वामींकर एक चिन्ता कथा देखिए से माउसी जन को खोजुंट इलेक्ट्रिक खुंट पाखे
ଲୋକମାନେ ଯେତେବେଳେ ଫେରୁଛନ୍ତି ଏବଂ ଦେଖୁଛନ୍ତି ମାଉସୀ ଖୋଜୁଛନ୍ତି, ମାଉସୀଙ୍କୁ ସାହାଯ୍ୟ କରୁଛନ୍ତି। ମାଉସୀ କହୁଛନ୍ତି ମୋ ଛୁଞ୍ଚିଟା କୋଉଠି ଗଳି ପଡିଛି, ମୁଁ ଖୋଜୁଛି। ସମସ୍ତେ ଖୋଜିବାକୁ ଲାଗିଲେ, କିନ୍ତୁ ଛୁଞ୍ଚି ମିଳୁନି। ଶେଷରେ ମାଉସୀଙ୍କୁ ପଚାରୁଛନ୍ତି, ମାଉସୀ ତମେ କୁହ ଏକ୍ଜାକ୍ଟଲି କୋଉଠି ବସିଥିଲ ଏବଂ କୋଉଠି ସିଲେଇ କରୁଥିଲ ଏବଂ ସେଇଠି ଛୁଞ୍ଚି ପଡିଯାଇଥିବ, ଆମେ ସେଇଠି ଖୋଜିଦବୁ। ସେତେବେଳେ ମାଉସୀ କହୁଛନ୍ତି, ବାପାରେ ମୁଁ ଘର ଭିତରେ ସିଲେଇ କରୁଥିଲି, ଘର ଭିତରେ ଅନ୍ଧାର ତ, ମୁଁ ଏ ବାହାରେ ଖୋଜୁଛି। ଆମେ ଏ ବାହାରେ ଖୋଜିବାରେ ଲାଗିଛେ, କିନ୍ତୁ ସେଇ ଯୋଉ ଶାନ୍ତି ଏବଂ ଆନନ୍ଦ ଯାହାକୁ ଆମେ ହଜେଇଛେ, ତାହାକୁ ହୁଏତ ଆମ ଭିତରେ ଆମେ ହଜେଇ ଦେଇଛେ, ଯାହାକୁ ବାହ୍ୟ ପଦାର୍ଥ ଭିତରେ ଆମେ ଖୋଜିବା ପାଇଁ ଚେଷ୍ଟା କରୁଛେ। ତ ସ୍ୱାମୀ କହୁଛନ୍ତି ସେଇ ଶାନ୍ତି ଏବଂ ଆନନ୍ଦ ଯାହାକୁ ଆମେ ହଜେଇଛେ, ତାହାକୁ ଯଦି ପାଇଯିବା, ତାହେଲେ ଆମେ ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତି ପାଇଯିବା। ତେଣୁ ଏ ଶାନ୍ତି ଏବଂ ଆନନ୍ଦର, ମୁଁ ଗୋଟେ ଛୋଟିଆ କାର୍ଟୁନଟେ ପାଉଥିଲି, ସେ ଜଣେ ପଚାରୁଛି, ଆରେ କୋଉଠୁ ପାଇଲୁ ତୁ ଏ ଶାନ୍ତି ଆନନ୍ଦକୁ? ମୁଁ ତ ଏତେ ବାହାରେ ଖୋଜୁଛି, କୋଉଠୁ ପାଇଲିନି। ସେ କହୁଛି, ଆଇ କ୍ରିଏଟେଡ୍ ଇଟ୍ ମାଇ ସେଲ୍ଫ। ମତେ ମୋ ଭିତରେ ହିଁ ଖୋଜିବା ପାଇଁ ପଡିବ, ଯୋଉଠି ମୁଁ ତାକୁ ହଜେଇଛି। ତେବେ ଏ ଶାନ୍ତି ଆନନ୍ଦର ମୂଲ୍ୟ କେତେ? ଆମେ କହୁଛନ୍ତି, ଯାହାକୁ ହଜେଇଛ ତାହାର ମୂଲ୍ୟକୁ ଜାଣିବାକୁ ଚେଷ୍ଟା କର। ଗୋଟିଏ ଛୋଟିଆ ଉଦାହରଣ ଚିହ୍ନା କଥାରୁ ଯଦି ନବା, ଯେତେବେଳେ ନାରଦ ଭଗବାନଙ୍କ ପାଖକୁ ଯାଉଛନ୍ତି ଏବଂ ରାସ୍ତାରେ ଦୁଇ ସନ୍ନ୍ୟାସୀଙ୍କୁ ଭେଟିଛନ୍ତି, ସନ୍ନ୍ୟାସୀଙ୍କର ପ୍ରାର୍ଥନା ନେଇକରି ଯାଇଛନ୍ତି ଯେ ଭଗବାନ କେବେ ଆମକୁ ଦେଖାଦେବେ, ଏବଂ ଫେରିଲା ପରେ ଜଣେ ସନ୍ନ୍ୟାସୀଙ୍କୁ କହୁଛନ୍ତି ଯେ ଆଉ 7 ଜନ୍ମ ପରେ ତୁ ଭଗବାନଙ୍କ ଦର୍ଶନ ପାଇବୁ। ସେ ଦୁଃଖରେ ଭାଙ୍ଗି ପଡୁଛି, କାନ୍ଦିବାକୁ ଲାଗୁଛି, ଆହୁରି 7 ଜନ୍ମ। ଏବଂ ଯେତେବେଳେ ଅନ୍ୟ ସନ୍ନ୍ୟାସୀଙ୍କ ପାଖରେ ପହଞ୍ଚୁଛନ୍ତି ଏବଂ ତାଙ୍କୁ କହୁଛନ୍ତି, ବାପାରେ ତୁ ଏଇ ଯୋଉ ତେନ୍ତୁଲି ଗଛ ମୂଳେ ବସିକି ଧ୍ୟାନ କରୁଛୁ, ଏ ତେନ୍ତୁଲି ଗଛରେ ଯେତେ ପତ୍ର ଅଛି, ସେତେ ବର୍ଷ ଏତେ ଜନ୍ମ ପରେ ତୁ ଭଗବାନଙ୍କୁ ଦର୍ଶନ ପାଇବୁ। ସେ ଆନନ୍ଦରେ ନାଚିବାକୁ ଲାଗୁଛି। ଆରେ କେତେ ବର୍ଷ କଣ ଅଛି, ଭଗବାନ ତ କହିଛନ୍ତି ନା ଦର୍ଶନ ଦେବେ। ସେ ଯେବେ ବି ହଉ, ଯେତେ ଜନ୍ମ ପରେ ବି ହଉ, ମତେ ଦର୍ଶନ ଦେବେ, ମୁଁ ମୁକ୍ତି ପାଇବି। ଏବଂ ଯେତେବେଳେ ସେ ଆନନ୍ଦରେ ନାଚିବାକୁ ଲାଗୁଛି, ଏବଂ ସେଇ ସମୟରେ ଭଗବାନ ତା ଆଗରେ ଆବିର୍ଭାବ ହଉଛନ୍ତି ଏବଂ ସେ ଜୀବନ ମୁକ୍ତ ହେଇଯାଉଛି। ଭଗବତ ଗୀତାର ଚାପ୍ଟର 18 ଅଷ୍ଟାଦଶ ଅଧ୍ୟାୟ 62ତମ ଶ୍ଲୋକ ଯଦି ଦେଖିବି, ସେଥିରେ ଲେଖା ହେଇଛି, ତତ୍ ପ୍ରସାଦାତ୍ ପରାମ ଶାନ୍ତିମ୍ ସ୍ଥାନମ୍ ପ୍ରାପ୍ୟସି ଶାଶ୍ୱତମ୍। ତାଙ୍କର ଯେତେବେଳେ କୃପା ହେଇଯାଏ, ତମେ ପରମ ଶାନ୍ତି କେବଳ ଲାଭ କରନି, ଯେତେବେଳେ ପରମ ଶାନ୍ତି ପ୍ରାପ୍ତ ହୁଅ, ସେହି ଶାଶ୍ୱତ ସ୍ଥାନ ମଧ୍ୟ ତୁମେ ପ୍ରାପ୍ତ ହେଇଥାଅ। ସ୍ଥାନମ୍ ପ୍ରାପ୍ସ୍ୟସି ଶାଶ୍ୱତମ୍। ଇଏ ହଉଛି ଶାନ୍ତି ଏବଂ ଆନନ୍ଦର ମୂଲ୍ୟ। ତେବେ ଆକୁ ମୁଁ ହଜେଇଛି କେମିତି? ଗୋଟେ ଧାଡି ସ୍ୱାମୀ ସେଠି କହିଛନ୍ତି ଯେ ଇନ୍ଦ୍ରିୟ ଭୋଗ ରୂପକ ଛିଦ୍ର ଦେଇ ତୁମର ବିଚାର ଶକ୍ତି ବାହାରି ଯିବା ଦ୍ୱାରା ତୁମ ଅନ୍ତରର ଆନନ୍ଦ ନିର୍ଝର ଶୁଷ୍କ ହୋଇଯାଉଛି। କୋଉ ଛିଦ୍ର ଦେଇ? ସେ ଶବ୍ଦର ପ୍ରୟୋଗକୁ ଦେଖିବେ, ଇନ୍ଦ୍ରିୟ ରୂପକ ଛିଦ୍ର ଲେଖା ହେଇନି, ଇନ୍ଦ୍ରିୟ ଭୋଗ ରୂପକ ଛିଦ୍ର। ଅର୍ଥାତ୍ ଏଇ ଇନ୍ଦ୍ରିୟ ଦିଆଯାଇଛି ଆମକୁ ଅନୁଭବ କରିବା ପାଇଁ। ଆମେ ବର୍ତ୍ତମାନ ଜ୍ୟୋତି ଧ୍ୟାନରେ ପ୍ରତିଟି ଇନ୍ଦ୍ରିୟର ଉପାଦେୟତା ସମ୍ପର୍କରେ ଆଲୋଚନା କରୁଥିଲେ, କିନ୍ତୁ ଯେତେବେଳେ ଆମେ ସେଇ ଇନ୍ଦ୍ରିୟ ଭୋଗ ଭାବରେ ଗ୍ରହଣ କରୁ, ସେଇ ଇନ୍ଦ୍ରିୟ ଭୋଗ ରୂପକ ଛିଦ୍ର ଦେଇକି ଆମଠାରେ ଯୋଉ ପବିତ୍ର ବିଚାର ଶକ୍ତି, ବିବେକ ଶକ୍ତି ଭଗବାନ ଦେଇଛନ୍ତି, ତାହା ବୋହିଯିବା ଦ୍ୱାରା, ତାହା ଦୂର ହେଇଯିବା ଦ୍ୱାରା ଅନ୍ତରର ଆନନ୍ଦ ନିର୍ଝର ଶୁଷ୍କ ହେଇଯାଉଛି। ସ୍ୱାମୀ କେତେ ଗୁଡିଏ ଧାଡି କହିଛନ୍ତି, ଆପଣ ଦେଖିବେ, ଚକ୍ଷୁ ତୁମ୍ଭ ଦୃଷ୍ଟିକୁ ସହସ୍ର ଦିଗରେ ବିଛାଡି ଦଉଛି, କର୍ଣ୍ଣ ତୁମ ମନକୁ ଅନେକ ତ୍ରୁଟିପୂର୍ଣ୍ଣ ମୂର୍ଚ୍ଛନା ଆଡକୁ ଟାଣି ନଉଛି, ହାତ ଅନେକ ଶସ୍ତା କର୍ମ ପଛରେ ଆଗ୍ରହୀ ହେଇଛି। ଏଇ ସବୁ ଗୁଡିକ ଆମର ଅଧୋଗତି ଏବଂ ବିନାଶର କାରଣ ହେଉଛି। ତେବେ ଫେରି ପାଇବାର ଉପାୟ କଣ? ଭଗବାନ ଏ ଖେଳର ଜିତିବାର ଉପାୟ ଯାହା କହିଛନ୍ତି, ତାକୁ ମୁଁ 7ଟି ପଏଣ୍ଟରେ ରଖିବା ପାଇଁ ଚେଷ୍ଟା କରିଛି। ଏଇ ମାସରେ ଆମମାନେ ଷ୍ଟଡି ସର୍କଲ ଆଲୋଚନା କରିଛେ, ହେଡ୍ ଇନ୍ ଦ ଫରେଷ୍ଟ ଆଣ୍ଡ ହ୍ୟାଣ୍ଡ ଇନ୍ ଦ ସୋସାଇଟି। ତ ହେଡ୍ ଇନ୍ ଦ ଫରେଷ୍ଟ, ମୁଁ ଭାବୁଛି ଏ ବିଷୟବସ୍ତୁଟି ବିଲକୁଲ ତାହାକୁ ଟଚ୍ କରୁଛି ଯେ କିଭଳି ଭାବରେ ଆମେ ଆକୁ ଫେରି ପାଇବା। ତ ପ୍ରଥମ 3ଟି ପଏଣ୍ଟ ବର୍ତ୍ତମାନ ଆମେ ଆଲୋଚନା କରିବା, ଯାହା ରିପ୍ରେଜେଣ୍ଟ ହେଡ୍ ଇନ୍ ଦ ଫରେଷ୍ଟ। ମୋ ମନକୁ, ମୋର ଭାବନାକୁ ମୁଁ କେମିତି ବିନିଯୋଗ କରେ। ପ୍ରଥମ ପଏଣ୍ଟ ହଉଛି, ଆଇ ସୁଡ୍ ବି ଆୱେୟାର। ମୋ ଭିତରେ ସେ ସଚେତନତା ରହିବା ଦରକାର ଯେ ମୁଁ କିଏ, ମୁଁ କଣ ଏଇ ଶରୀର,
ମୁଁ କଣ ଏଇ ହାଡ଼ ମାଂସରେ ଗଢା ଗୋଟେ ଜୀବ ଯିଏକି ଜନ୍ମ ଏବଂ ମୃତ୍ୟୁ ଭିତରେ ବନ୍ଧା ହେଇଛି? ନାଇଁ ନାଇଁ, ଆରେ ଶିବୋହମ୍ ସୋହମ୍, ମୁଁ ହଉଛି ସେ ଦିବ୍ୟ ଶିବ, ମୁଁ ହଉଛି ସେ ଦିବ୍ୟ ଆନନ୍ଦର ଉତ୍ସ। କେବଳ ଉତ୍ସ ନୁହଁ, ମୁଁ ହଉଛି ଦିବ୍ୟ ଆନନ୍ଦର ନିର୍ଜର। ଏ ସତ୍ୟ ସହିତ ପରିଚିତ ହବା। ଦ୍ୱିତୀୟରେ ଗୋଟେ ଧାଡି ଏଠି ଭଗବାନ ଲେଖିଛନ୍ତି ଯେ ତମର ମୂଲ୍ୟ କଣ ତମେ ଜାଣ। ମାଛ ପରି ଦିବ୍ୟ ମାନବର ଚତୁଃପାର୍ଶ୍ୱରେ ଦିବ୍ୟ ଆନନ୍ଦର ବାରି ରହିବା ଦରକାର। କଣ ଏ ଧାଡିର ଅର୍ଥ? ଆଉ ଟିକେ ଛୋଟିଆ ଉଦାହରଣ ଦେଲେ ଆମେ ବୁଝିପାରିବା। ଯେତେବେଳେ ଭଗବାନ ମାଛକୁ ତିଆରି କଲେ, ପାଣିକୁ ଅନୁରୋଧ କଲେ, ପାଣିଠୁ ଅନୁମତି ନେଲେ ସେଥିରେ ମାଛ ମାନଙ୍କୁ ଛାଡିବା। ଭଗବାନ ଯେତେବେଳେ ବୃକ୍ଷ ତିଆରି କଲେ, ସେତେବେଳେ ମାଟିଠୁ ଅନୁମତି ନେଲେ ମାଟିରେ ତାକୁ ସ୍ଥାପନ କରିବା। ଏବଂ ଭଗବାନ ଯେତେବେଳେ ମଣିଷକୁ ତିଆରି କଲେ, ସେତେବେଳେ ସେ ଆଉ କାହାକୁ ପଚାରିଲେନି। ତାଙ୍କର ଦିବ୍ୟ ଗୁଣ ଭିତରେ, ତାଙ୍କର ଦିବ୍ୟତ୍ୱରେ, ତାଙ୍କ ପାଖରେ ଥିବା ଦିବ୍ୟ ଗୁଣରେ ଆମକୁ ତିଆରି କଲେ ଏବଂ ତାଙ୍କରି ସହିତ ଆମକୁ ପ୍ରତିଷ୍ଠିତ କଲେ। ମାଛକୁ ଯଦି ଜଳରୁ ବାହାର କରିଦିଆଯାଏ, ମାଛର ଜୀବନ ରହିବ ନାହିଁ। ଜଳର କିଛି କ୍ଷତି ହବନି, କିନ୍ତୁ ମାଛର ହିଁ କ୍ଷତି ହେଇଯିବ। କାରଣ ମାଛ ତ ଚାରି ପାଖରେ ଯୁଆଡକୁ ସେ ଚାହେଁ, ଉପରେ ତଳେ ଭିତରେ ବାହାରେ, କେବଳ ସେ ଜଳକୁ ଦର୍ଶନ କରେ। ବୃକ୍ଷକୁ ଯଦି ମାଟିରୁ ବାହାର କରିଦେବ, ମାଟିର କିଛି କ୍ଷତି ହେଇଯିବନି, ବୃକ୍ଷ ହିଁ ତାର ଜୀବନକୁ ହରେଇ ଅଛି। ଠିକ ସେଇଭଳି ମଣିଷ ଯୋଉ ଦିବ୍ୟତ୍ୱରେ ତିଆରି ହେଇଛି, ଯୋଉ ଦିବ୍ୟତ୍ୱର ତରଙ୍ଗ ଭିତରେ ପ୍ରତିପାଳିତ ହଉଛି, ତାକୁ ଅନୁଭବ କରିବା ଦରକାର। ତାର ଚାରି ପାର୍ଶ୍ୱରେ ସେ ଦିବ୍ୟ ଆନନ୍ଦର ବାରିକୁ ଅନୁଭବ କରିବା ଦରକାର। ଏବଂ ସେ ଯେତେବେଳେ ଏ ଦିବ୍ୟତ୍ୱକୁ ଅନୁଭବ ନ କରିବ, ସେତେବେଳେ ସେ ଶୁଷ୍କ ହେଇଯିବ ଏବଂ ମୃତ ହେଇଯିବ। ତ ଆମେ ଚାହୁଁଛନ୍ତି ଆମର ଏ ବାର୍ତ୍ତା ଭିତରେ ସେ ଦିବ୍ୟତ୍ୱକୁ ଆମ ଜୀବନ ଭିତରେ ଅନୁଭବ କରୁ, ଆମ ଚାରି ପାଖରେ ଥିବା ଦିବ୍ୟତ୍ୱକୁ। ତାହା ହିଁ ଆମକୁ ଜନ୍ମ ମୃତ୍ୟୁର ଚକ୍ର କରିବ। କଣ ଭୁଲ ଅବଧାରଣା, ମୁଁ ନିଜକୁ କଣ ଭୁଲ ମୂଲ୍ୟାଙ୍କନ କରୁଛି? ସ୍ୱାମୀ କହୁଛନ୍ତି ତମେ ଭାବୁଛ ତମେ କ୍ଷଣଭଙ୍ଗୁର ବୋଲି, ତମେ ଭାବୁଛ ତମେ ଅନେକ ଜନ୍ମର ପାପର କର୍ମ ଫଳ ସ୍ୱରୂପ ଏଠି ଜନ୍ମଗ୍ରହଣ କରିଛ, ତୁମେ ପାପାତ୍ମା। ତମେ ଭାବୁଛ ତମର ସ୍ୱଳ୍ପତା, ତମର ଦାରିଦ୍ର୍ୟତା, ମୋ ପାଖରେ କଣ ଅଛି, ମୁଁ କଣ କରିପାରିବି, ମୁଁ ତ ଅସହାୟ ମଣିଷଟିଏ, ଅସହାୟ ଜୀବଟିଏ। ଏଇ ଭାବରେ ନିଜକୁ ମୂଲ୍ୟାଙ୍କନ କରୁଛ। ନିଜର ପ୍ରକୃତ ସତ୍ତା ସହିତ ତୁମେ ପରିଚିତ ହୁଅ। ତମେ ଶାଶ୍ୱତ, ତମେ ପ୍ରାପ୍ତାତ୍ମା, ପ୍ରାପ୍ତ ସମ୍ଭବ। ତମେ ହଉଛ ପ୍ରେମ ସ୍ୱରୂପ, ତମେ ହଉଛ ସେ ଦିବ୍ୟାତ୍ମା ସ୍ୱରୂପ। ଭଗବାନ ଆମକୁ ଏ ଆହ୍ୱାନ ଦେଇକରି ଆମର ମୂଲ୍ୟ ସହିତ ପରିଚିତ ହେବା ପାଇଁ ଚାହାନ୍ତି। ତୃତୀୟରେ ଭଗବାନ କହୁଛନ୍ତି ଯେତେବେଳେ ନିଜକୁ ପରିଚୟକୁ ଜାଣିଲ, ନିଜର ମୂଲ୍ୟକୁ ଜାଣିଲ, ତମ ଚାରିପଟକୁ ଆଖି ବୁଲାଅ। ତମ ଚାରିପଟରେ ତମକୁ ବିଭିନ୍ନତା, ପାର୍ଥକ୍ୟତା ଦେଖାଦବ, କିନ୍ତୁ ମନେ ରଖ ସେଇ ସବୁ ବିଭିନ୍ନତା କେବଳ ମୋର ପ୍ରତିଛବି ମାତ୍ର। ଏ ସତ୍ୟକୁ ଜାଣି ରଖ, ସମସ୍ତଙ୍କ ଭିତରେ ସାଇ ଅଛନ୍ତି। ତମେ ଯେତେବେଳେ କାହାକୁ ଘୃଣା କରୁଛ, ତମେ ସାଇଙ୍କୁ ଘୃଣା କରୁଛ। ତମେ ଯେତେବେଳେ କାହାକୁ ଭଲ ପାଉଛ, ତମେ ସାଇଙ୍କୁ ପ୍ରେମ କରୁଛ। ତମେ ଯଦି କାହାକୁ କଷ୍ଟ ଦଉଛ, ମନେ ରଖ ସେ ଅନ୍ୟ ଜଣକ, ଅନ୍ୟ ନାମ, ଅନ୍ୟ ରୂପ ଏସବୁ ଦେଖାଯାଉଥାଇପାରେ, କିନ୍ତୁ ସେ ହଉଛ ତମେ ନିଜେ। ତମେ ସାଇଙ୍କୁ କଷ୍ଟ ଦଉଛ। ଏ ଈର୍ଷାଳୁ ପ୍ରତି ହିଁ କଷ୍ଟଦାୟକ ହୋଇଥାଏ। ଜଣକର ଭାଗ୍ୟରେ ଖୁସି ଦେଖିକିରି ତମେ କାହିଁକି ଏତେ ଦୁଃଖରେ ଭାଙ୍ଗି ପଡୁଛ? ଜଣକର ପେଟ ଭର୍ତ୍ତି କରିକି ଖାଇଗଲେ ତମେ ସହିପାରୁନ କାହିଁକି? ଭଗବାନ ଏ କଥା କହୁଛନ୍ତି। ଏ ସବୁକୁ ତ୍ୟାଗ କର, ଅନ୍ୟର ଆନନ୍ଦରେ ଆନନ୍ଦିତ ହୁଅ, ଅନ୍ୟର ଖୁସିରେ ଖୁସି ହୁଅ, ଅନ୍ୟର ଆନନ୍ଦ ଦେଖିକିରି ତୁମେ ନାଚି ଚାଲ। ଯେମିତି କସ୍ତୁରୀ କହିଲେ, ଯେତେବେଳେ ଭଗବାନ କାହାକୁ ଦେଇ ଦଉଛନ୍ତି ନା, ମତେ ଲାଗୁଛି ପ୍ରଭୁ ମତେ ହିଁ ସବୁ କିଛି ଦେଇ ଦଉଛନ୍ତି। ପ୍ରଭୁଙ୍କ ପାଖରେ ମନ୍ତ୍ରଗାନ କରିବା ଅପେକ୍ଷା, ପୁଷ୍ପରାଶି ଆଣିକି ଠୁଳ କରିବା ଅପେକ୍ଷା, ଜପଧ୍ୟାନରେ ଘଣ୍ଟା ଘଣ୍ଟା ବିତେଇବା ଅପେକ୍ଷା, ଭଗବାନ କହୁଛନ୍ତି ଏଇଭଳି ଯଦି ଭଗବାନଙ୍କୁ ଭଲ ପାଇବ, ସେ ଅଧିକ ଖୁସି ହେବେ। ଛୋଟିଆ ଉଦାହରଣ ଦେଇକି ସ୍ୱାମୀ ବୁଝଉଛନ୍ତି, ତମ ପାଦରେ ଯେତେବେଳେ କଣ୍ଟା ଫୁଟି ଯାଉଛି, ତମ ଆଖିରୁ ଲୁହ ଝରି ଆସୁଛି। କାହିଁକି? ଆଖିରେ ତ କଣ୍ଟା ଫୁଟିନି, କାରଣ ପାଦ ଏବଂ ଆଖି ଏ ଉଭୟ ଏକ ଶରୀରର ଅଙ୍ଗ। ସେହିପରି ଏ ସୃଷ୍ଟି ଭିତରେ କାହାକୁ ଯେତେବେଳେ ଟିକେ କଷ୍ଟ ହଉଛି, ପୋକଟିଏ, ସାମାନ୍ୟ ପୋକ ବୋଲି ଆମେ କହୁଛେ, ସ୍ୱାମୀ ପୋକର ଉଦାହରଣ ଦେଇକି କହୁଛନ୍ତି, ପୋକଟି ଦଳି ହେଇଯାଉଛି, ସେ ଛାଟିପିଟି ହଉଛି, ତାକୁ ଯୋଉ କଷ୍ଟ ହଉଛି, ସେ କଷ୍ଟର ପ୍ରତିକ୍ରିୟା ତୁମ ହୃଦୟରେ ମଧ୍ୟ ପ୍ରକାଶିତ ହେବା ଦରକାର। ସ୍ୱାମୀ ପୁଣି ବୁଝେଇକି କହୁଛନ୍ତି,
ये फूल हार टी आणुच मते पिंधे दवाई गुंथुच केते प्रकार बहुरंगी फूलर माला किंतु केबे लक्ष्य करिछ ये सब बहुरंगी फूल को धरी रखिछि से दिव्यत्व गोटे सूत्र जहाँ तुमको देखा जाऊनी सेमती ये दुनिया भीतर को सब सृष्टि को लक्ष्य कर समस्ते से बड़ी भगवान को पई समर्पित गोटे गोटे रंगीन फूल एवं ये समस्त भितर जे गुंथा है समस्त को जे गुंथि की रखिछि से दिव्यत्व को अनुभव कर ताहले तुमर देश देश भितर गाँ गाँ भितर परिवार परिवार भितर जो अशांति लगी रही से गुड़ को तुम दूर कर दे पारि एबे आसीबा संसार रे हस्त ये तीनटी है मोर मस्तक को मुझे प्रस्तुत कली से मो हस्त को प्रयोग करने रेडी हेली किभली भाव मो हस्त को प्रयोग करी मो पाखे जो इंद्रिय मान अच्छा भोग आड़ की नहीं जाऊनी से भोगयुक्त करदेगा से शीघ्र परिणत होपरी स्वामी उदाहरण देती ये पांचटी जानकर इंद्रिय आमको किभली भाव विभिन्न जीवजंतु को किभली भाव मृत्यु आड़ की नहीं जाए ताहाकु जानिकी इंद्रिय मानक ऊपर विजय हासिल करी मनुष्य जे अन्य जीवजंतु श्रेष्ठतर ताहाकु से प्रमाण करवा किमिति आम इंद्रिय मानक ऊपर विजय तो चारोटी पाहाच आम मनुष्य जीवन भितर रही गोटे हूँ आम भितर किसी आंतरिक गुण अच्छी किसी पाशविक गुण अच्छी किसी मानविक गुण अच्छी जहाँ को वृद्धि कले आम दैवत्व ये आंतरिक गुण कहते ये आंतरिक गुण कि कौन रहा दरकार मूल तो मूल उपाड़ी को फोपाड़ी पड़ो जब मूल रहीगला से घटा तेनाली संपूर्ण विकास करवा पाशविक गुण गुड़ी निज दूर कर सब चिंता कर आई एम ए मैन आई एम नॉट एन एनिमल आई एम नॉट ए मैन एनिमल आई एम ए मैन सो पाशविक गुण गुड़ी को दूर कर मानवत्व को वृद्धि कर आई एम ए मैन मु मनीष भाव में कौन कर जितेबले तुम्हें मानवत्व वृद्धि कर धीरे धीरे तुम ठारे से दैवत्व प्रतिष्ठित हो स्वामी भगवान बुद्धंकर उदाहरण देकर बुझे भगवान बुद्ध जितेबले महाराजा पाखक जाऊँगी से यज्ञ पशु को जहाँ को जो पशु को बलि देवाई यज्ञ स्थल बंधा जाइए मुक्त करुँच राजा को बुझाऊँ तभी निरीह पशु को बलि देले कौन हम आम भितर जो पशुत्व पशु सुलभ काम क्रोध लोभ घृणा ईर्षा ये सब को आमको बलि देवा दरकार तुम ये प्रकृत अर्थ को तुम बुझिक यज्ञ करवा दरकार जीवन एक यज्ञ परिणत हवा दरकार एवं से जीवन यज्ञ ये पशुत्व को आम बलि देवा दरकार स्वामी पुणी सम्राट भर्तृहरि उदाहरण देते सम्राट भर्तृहरि यदि गोटे गूगल करके देखा चाहूँगी भर्तृहरि जीवन को भर्तृहरि जी की वर्तमान जो उज्जैन सहर रही ताहार सम्राट थे एवं तांकर सान भाई होउछन्ति विक्रमादित्य अर्थात सम्राट भर्तृहरि सम्राट छाड़िबा परे बाणप्रस्थ अवलंबन करिबा परे राज्यभार विक्रमादित्य को प्रदान करथिले एवं से गुरु गोरखनाथंकर शिष्य हो जाइथिले से वैराग्य उपरे 100 श्लोक लिखिछन्ति जहाँ वैराग्य शतक भाव में परिचित व प्रकाशित होई अछि तेबे जेतेबेले सम्राट भर्तृहरि तांका जीवन भितर ये वैराग्य आसिला एवं से राज्य छाड़िक चली गले सेतेबेले ये सम्राट थिले तांको अनेक राजा माने कर प्रदान करुथिले तेणु से करद राजा माने हसिबाकु लगे सम्राट को आमर किए से दुर्गति देला एवं सेतेबेले भर्तृहरि सेमानकु कहिले अरे तमे बुझी परिबो नाही मु आज पर्यंत गरीब थिली आज पर्यंत खंडित थिली एबे मु अनुभव करुछि जे मु ए जो विशाल आनंद विशाल शांतिर अधिकारी हेछि ये साम्राज्य जो गुरुत्व रही ए साम्राज्य जो पूर्णता रही ताहा तमे माने अनुभव करि परिबो एवं जदि अनुभव करिया पाए चाहूच आस सब किछि त्याग कर एवं ये आदिव्य आनंद को प्राप्त कर तमे उद्धार पाइजिबो ये वार्ता सम्राट भर्तृहरि कहउछन पुणी दिव्यत्व को वृद्धि करिया पाए भगवान कहउछन्ति ये भारतीय संस्कृति प्रत्येक भारतीय हृदय भितर ये प्रार्थना झंकृत हुए प्रत्येक सूर्योदय एवं सूर्यास्त समय सर्वे जना सुखिना भवन्तु समस्त लोक केवल ये
ଇହଲୋକରେ ନୁହଁ ପରଲୋକରେ ମଧ୍ୟ ସୁଖ ଶାନ୍ତିରେ ରୁହନ୍ତୁ। ଇଏ ହଉଛି ଭାରତୀୟ ସଂସ୍କୃତିର ପ୍ରାର୍ଥନା। ତେବେ ପଞ୍ଚମ ସୂତ୍ର ଭଗବାନ କହୁଛନ୍ତି, ଯେତେବେଳେ ଏଇ ଇନ୍ଦ୍ରିୟ ଭୋଗରୁ ଆମେ ଦୂର ହେବା ପାଇଁ ଚେଷ୍ଟା କରିବା, ସେତେବେଳେ ଗୋଟିଏ ଛୋଟିଆ ଅଭ୍ୟାସ କରିବା ପାଇଁ ହବ। ସିଏ ହଉଛି ସୀମାଙ୍କନ। ସେ ହଉଛି କାମନାର ସୀମାଙ୍କନ। ଗୋଟିଏ ସୀମା ଭିତରେ ରୁହ, ସଂଯତ ହୁଅ, କିଛି ବିଧିବିଧାନକୁ ମାନ। ଯୋଉ ରୁଲ୍ସ ଆଣ୍ଡ ରେଗୁଲେସନ୍ସ ବା ନିୟମ ପ୍ରଥା ଆମର ରହିଛି, ତାକୁ ଗୋଟେ ସୀମା ଭିତରେ ରଖିବା ପାଇଁ ବନ୍ଧା ଯାଇଛି। ତମ ନିଜର ପରିସୀମାକୁ ତମେ ସ୍ଥିର କର। କୋଉ ପର୍ଯ୍ୟନ୍ତ ତମେ ଯିବ ତାକୁ ସ୍ଥିର କର ଏବଂ ସେଠି ବନ୍ଧ ପକାଅ। ତମର ଚିନ୍ତା, କଥା ଏବଂ କର୍ମ ଭିତରେ ଐକ୍ୟ ପ୍ରତିଷ୍ଠିତ ହଉ। ଏସବୁ ହିଁ ତମର ସଫଳତା ପ୍ରାପ୍ତିର ମାର୍ଗ ହବ। ଯେତେବେଳେ ମୁଁ ପଢୁଥିଲି ଭର୍ତ୍ତୃହରିଙ୍କ ବିଷୟରେ, ସେତେବେଳେ ଗୋଟେ ଛୋଟିଆ ଉଦାହରଣ ଦେଖିଲି ଯେ ସମ୍ରାଟ ଭର୍ତ୍ତୃହରି ବୈରାଗ୍ୟରେ ସବୁ କିଛି ତ୍ୟାଗ କରିକି ସନ୍ନ୍ୟାସ ଗ୍ରହଣ କରିବା ପରେ ଥରେ ସହରରେ ଯାଉଛନ୍ତି। ସୁନ୍ଦର ଜଲେବି ଛଣା ହଉଛି ଏବଂ ଜଲେବିକୁ ଦେଖିକିରି ସେ ଭାବୁଛନ୍ତି ତାକୁ ଖାଇବା ପାଇଁ। ଏବଂ ଯେତେବେଳେ ସେ ଦୋକାନୀ ପାଖରେ ପହଞ୍ଚୁଛନ୍ତି ଏବଂ କିଛି ଜଲେବି ପାଇଁ ଅନୁରୋଧ କରୁଛନ୍ତି, ସେ ଦୋକାନୀ ବିନା ପଇସାରେ ଦବା ପାଇଁ ରାଜି ହଉନି। ଦୋକାନୀ କହୁଛି, କିଛି କାମ କର, ପଇସା ରୋଜଗାର କର, ତାପରେ ତୁମକୁ ଦିଆଯିବ। ଏବଂ ଜଲେବି ଖାଇବା ପାଇଁ ସବୁ କିଛି ଛାଡିକିରି ଆସିଥିବା ବୈରାଗ୍ୟ ଭର୍ତ୍ତୃହରି ସେ ଦୋକାନରେ ବାସନ ଧୋଉଛନ୍ତି। ବାସନ ମାଜିଲା ପରେ ଯାହା ରୋଜଗାର କରୁଛନ୍ତି, ସେଇଥିରେ ସେ ଜଲେବି କିଣିକିରି ଆଣୁଛନ୍ତି। ଏବଂ ତାପରେ ଯେତେବେଳେ ଜଲେବି ଖାଇବା ପାଇଁ ବସିଛନ୍ତି, ହସିବାକୁ ଲାଗୁଛି। ଦେଖ, ସବୁ କିଛି ତ୍ୟାଗ କରିଥିବା ଭର୍ତ୍ତୃହରି ଆଜି ଜଲେବି ଖାଇବା ପାଇଁ କେମିତି କର୍ମ ଭିତରେ ବନ୍ଧା ହେଇଯାଇଛି ଏବଂ ଗୋଟି ଗୋଟି ଜଲେବିକୁ ଉପରକୁ ଫୋପାଡୁଛନ୍ତି ଏବଂ ତାଙ୍କ ହୃଦୟ ଭିତରେ ସେ ଅପୂରନ୍ତ ଆନନ୍ଦକୁ ଅନୁଭବ କରୁଛନ୍ତି ଯେ ଆଜି ମୁଁ ଜିଭେନ୍ଦ୍ରିୟ ଉପରେ ଜୟ ପାଇଛି। ତେଣୁ ତୁମର ସୀମାଙ୍କୁ ତମେ ସ୍ଥିର କର ଏବଂ ସେ ସୀମାଙ୍କନ ଭିତରେ ଜୀବନକୁ ବିତେଇବାକୁ ଚେଷ୍ଟା କର। ସ୍ୱାମୀ ଏ ମାତ୍ର ଦୁଇଟି କର୍ମ ବିଷୟରେ ଆମକୁ କହିଲେ, ଇନ୍ଦ୍ରିୟ ଭୋଗକୁ କିଭଳି ସଂଯତ କରିବା ଏବଂ କାମନାର ସୀମାଙ୍କନ କରିବା। ପୁଣି ଆମେ ଆସିଯିବା ହେଡ୍ ଇନ୍ ଦ ଫରେଷ୍ଟ। ମୁଁ ଯାହା କଲି ତାକୁ ଇଭାଲୁଏସନ କରିବା। ସେ କର୍ମ ଭିତରେ ଷଷ୍ଠ ଏବଂ ସପ୍ତମ ଫର୍ମୁଲା ଯାହା ସ୍ୱାମୀ ଆମକୁ ଦେଇଛନ୍ତି, ଯେ ନିଜକୁ ଇଭାଲୁଏସନ କରି ଏ କର୍ମ କଲା ଭିତରେ ମୋ ଭିତରେ ଦ୍ୱନ୍ଦ୍ୱ ଆସିପାରେ, ମୋ ଭିତରେ ଭଗବାନଙ୍କ ପ୍ରତି ବିଶ୍ୱାସ ଅବିଶ୍ୱାସ ଆସିପାରେ। ମୁଁ ଏ କର୍ମର ଫଳ କାହିଁକି ଭୋଗ କଲି ବୋଲି ଯେତେବେଳେ ଫଳ ଆସିବ ସେତେବେଳେ ମୁଁ ବ୍ୟସ୍ତ ହେଇଯାଇପାରେ। ସ୍ୱାମୀ ସେତେବେଳେ କହୁଛନ୍ତି, ବିଶ୍ୱାସ ରଖ, ଭଗବାନଙ୍କ ଦାନରେ କୌଣସି ପକ୍ଷପାତିତା ନାହିଁ। ତମେ ହିଁ ଖଟା ଆମ୍ବର ମଞ୍ଜି ଲଗେଇଥିଲ, ବର୍ତ୍ତମାନ ଖଟା ଆମ୍ବ ଫଳୁଛି ବୋଲି କାହିଁକି ଦୁଃଖ କରୁଛ? ତମ ମଞ୍ଜି ଲଗେଇଲା ବେଳେ ଉଦ୍ଦେଶ୍ୟ ଥିଲା ଆମ୍ବୁଲ କରିକି ଖାଇବ, ଏବେ ପାଟିକୁ ଖଟା ଲାଗୁଛି ବୋଲି କାହିଁକି ଦୁଃଖ କରୁଛ? ଗୋଟେ ଧାଡି ଲେଖା ହେଇଛି, ଟିକେ ଭଲକି ପଢନ୍ତୁ। ଭଲ କାମ କରି ଭଲ କାମର ଭଲ ଫଳ ଆଶା କରିବା ବରଂ କ୍ଷମଣୀୟ। ମାନେ କଣ? ଭଲ କାମ କରି ଭଲ କାମର ଭଲ ଫଳ ଆଶା କରିବା କଥା। କିନ୍ତୁ ଭଗବାନ କହୁଛନ୍ତି ତାହା ବି ତମେ ଆଶା କରିବା କଥା ନୁହଁ। ଦ୍ୟାଟ୍ ଇଜ ନଟ୍ ଅଲସୋ ଗୁଡ୍ ୱାର୍କ। ବରଂ କ୍ଷମଣୀୟ କହୁଛନ୍ତି, ଅର୍ଥାତ୍ ତମେ ଯଦି ମାଗିଲ, ଚଲୋ ଭାଇ ଜାଣିନା ମୁଁ କ୍ଷମା କରିଦଉଛି, କ୍ଷମଣୀୟ ହେଇଯାଇପାରେ, ମାନେ ଦ୍ୟାଟ୍ ଇଜ ଅଲସୋ ରଙ୍ଗ। ତାହା ମଧ୍ୟ ଭୁଲ, ବଟ୍ କ୍ଷମଣୀୟ ଭୁଲ। କିନ୍ତୁ ମନ୍ଦ କାମ କରି ମନ୍ଦ ଫଳ ଦେଲେ ବୋଲି ଯଦି ଭଗବାନଙ୍କୁ ତମେ ନିନ୍ଦା କରିବ, ତାହା ଅକ୍ଷମଣୀୟ ଅପରାଧ, ତାହାଠାରୁ ଖରାପ କଥା କିଛି ନାହିଁ। ଅର୍ଥାତ୍ ମୋ କାମ କଣ ଏବଂ ଭଗବାନଙ୍କୁ କାହିଁକି ମୁଁ ଗାଳି ଦଉଛି, ସେଥିପ୍ରତି ମୁଁ ସଚେତନ ହେବା ଦରକାର। ସ୍ୱାମୀ କହୁଛନ୍ତି, ଠିକ ଅଛି, ବେଳେ ବେଳେ ତୁମକୁ କଷ୍ଟ ହେଇପାରେ, କିନ୍ତୁ ମନେ ରଖ, ଭଗବାନ ଅଭିଭାବକ ଅଟନ୍ତି। ଗୋଟେ ପିତାମାତା ଯେମିତି ତମକୁ ଶାସନ କରନ୍ତି, ଠିକ ସେମିତି ଅଭିଭାବକ ଭାବରେ ସେ କେତେବେଳେ ତୁମକୁ ସତର୍କ କରେଇ ଦିଅନ୍ତି। କ୍ଷତିକାରକ ଅଭ୍ୟାସ ଠାରୁ ତୁମକୁ ଦୂରେଇ ରଖିବା ପାଇଁ ଛୋଟ କିଛି ଦଣ୍ଡ ଦେଇପାରନ୍ତି। ପ୍ରୟୋଜନ ସ୍ଥଳେ ଅଭିଭାବକ ଭଳି ସଂଶୋଧନ କରିବା ଓ ଆରୋଗ୍ୟ କରିବା ଲକ୍ଷ୍ୟରେ ବାଧ୍ୟ ହୋଇକି ଟିକେ କଷ୍ଟଦାୟକ ପନ୍ଥା ଅବଲମ୍ବନ କରିପାରନ୍ତି। କିନ୍ତୁ ସେ କଷ୍ଟ ହଉଛି ତମକୁ ସେ କୁ ଅଭ୍ୟାସ ଠାରୁ, କ୍ଷତିକାରକ ଅଭ୍ୟାସ ଠାରୁ ଦୂରେଇ ନେବା ପାଇଁ। ସେଥିପ୍ରତି ତୁମେ ସଚେତନ ହୁଅ। ଅନେକ ସମୟରେ ଆମେ ପ୍ରଶ୍ନ କରୁ ଯେ ଯୋଉମାନେ ଭଲ କାମ ମାର୍ଗରେ ଚାଲିଛନ୍ତି, ସେମାନଙ୍କ ଜୀବନରେ କାହିଁକି କଷ୍ଟ ଆସୁଛି, ସେମାନେ କାହିଁକି ଅଧିକ କଷ୍ଟ ଭୋଗୁଛନ୍ତି? ଏଠି ସ୍ୱାମୀ କହୁଛନ୍ତି, ଦେଖନ୍ତୁ, ରାଜନୀତିଜ୍ଞ, ଶାସକ, ସନ୍ନ୍ୟାସୀ, ପଣ୍ଡିତ, ମଠ ମହନ୍ତ
ତଥା ବିଭିନ୍ନ ସମ୍ପ୍ରଦାୟର ଯେଉଁମାନେ ମୁଖ୍ୟ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଆଚରଣ ବିଧିମାନ ମାନିବାକୁ ପଡିବ। କାରଣ ସେମାନେ ହେଉଛନ୍ତି ପଥ ପ୍ରଦର୍ଶକ, ଆଦର୍ଶ ସ୍ଥାନୀୟ, ସେମାନଙ୍କର ଦାୟିତ୍ୱ ଅନ୍ୟମାନଙ୍କ ଠାରୁ ଅଧିକ। ତେଣୁ ଯେତେବେଳେ ତମେ ଆଦର୍ଶ ହେବା ପାଇଁ ଆଗକୁ ବଢିଛ ସେତେବେଳେ ତୁମକୁ କଠୋର ଆଚରଣ ବିଧି ମାନିବା ପାଇଁ ପଡିବ ଏବଂ ହୁଏତ ସେତେବେଳେ ଅନ୍ୟମାନଙ୍କୁ ତାହା କଠୋର ଦେଖାଯାଇଥାଇପାରେ। କିନ୍ତୁ ଯେହେତୁ ତମେ ଆଦର୍ଶ, ତମର ସାମାନ୍ୟ ଭୁଲ ମଧ୍ୟ ଅକ୍ଷମଣୀୟ ହେଇଯିବ। ସେଥିପ୍ରତି ଆମେ ସଚେତନ ହେବା। ସପ୍ତମ ଏବଂ ଶେଷ ଫର୍ମୁଲା ଯାହା ଭଗବାନ ଦେଇଛନ୍ତି ସେ ହେଉଛି ଆତ୍ମମୂଲ୍ୟାଙ୍କନ, ସେଲ୍ଫ ଇଭାଲୁଏସନ, ସେଲ୍ଫ ଅଡିଟ୍। ସ୍ୱାମୀ କହୁଛନ୍ତି ପୁଟପର୍ତ୍ତି ଆସି କିଏ ପ୍ରାତଃ ସ୍ମରଣରେ ଅଂଶଗ୍ରହଣ କରି, ବାହିନୀ ପାରାୟଣରେ ଅଂଶଗ୍ରହଣ କରି ମୋର ଚରିତ୍ର, ମୋର ବ୍ୟକ୍ତି ଚରିତ୍ର ଏବଂ ମୋର ଆଚରଣରେ କି ପରିବର୍ତ୍ତନ ଆସିଲା ଚିନ୍ତା କର। ପର୍ତ୍ତି ଆସି ଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଭଗବାନଙ୍କର ଦିବ୍ୟ ବାର୍ତ୍ତାକୁ ଶୁଣି ସେ ଶିକ୍ଷାରୁ ମୁଁ କଣ ଆହରଣ କଲି ତାହାକୁ ମୂଲ୍ୟାଙ୍କନ କର। ଏବଂ ଯୋଉ ଛିଦ୍ର ଦେଇ ତୁମର ବିଚାର ଶକ୍ତି ବାହାରି ଯିବା ଦ୍ୱାରା ତୁମ ଅନ୍ତରର ଆନନ୍ଦ ନିର୍ଝର ଶୁଷ୍କ ହେଇଯାଉଛି, ସେହି ଛିଦ୍ର ବନ୍ଦ କରିବାରେ ମୁଁ କେତେ ଦୂର ସଫଳ ହେଇଛି, ମୋର ଇନ୍ଦ୍ରିୟ ସଂଯମରେ ମୁଁ କେତେ ଦୂର ସଫଳ ହେଇଛି ତାହାକୁ ଆତ୍ମମୂଲ୍ୟାଙ୍କନ କର। ଏ 7ଟି ଫର୍ମୁଲା ଦେଇ ସାରିଲା ପରେ ସ୍ୱାମୀ ତାଙ୍କର ଦିବ୍ୟ ଆଶୀର୍ବାଦ ପ୍ରଦାନ କରୁଛନ୍ତି। ତାଙ୍କର ଜନ୍ମଦିନରେ, ପବିତ୍ର ଜନ୍ମଦିନରେ ସ୍ୱାମୀ କହୁଛନ୍ତି ସରଳ ଜୀବନ ଯାପନ କର, ସାତ୍ବିକ ଆହାର, ସାତ୍ବିକ ବିହାର କର, ସେବା ଏବଂ ଆଦର୍ଶ ତୁମ ମନ ଭିତରେ ବିଚରଣ କରୁ, ତୁମର ଚିନ୍ତାଧାରା ସବୁବେଳେ ସତ୍ୟ, ଧର୍ମ, ଶାନ୍ତି, ପ୍ରେମ ଉପରେ ପର୍ଯ୍ୟବେସିତ ହଉ। ନିଶ୍ଚିତ ରୂପେ ତୁମେ ଏ ଜନ୍ମ ମୃତ୍ୟୁର ଚକ୍ରରୁ ଉଦ୍ଧାର ପାଇପାରିବ। ନିଶ୍ଚିତ ରୂପେ ତୁମେ ହଜାଇଥିବା ଦିବ୍ୟ ଶାନ୍ତି ଏବଂ ଆନନ୍ଦକୁ ଫେରି ପାଇପାରିବ। ଆଜିର ଏହି ପବିତ୍ର ଜନ୍ମଦିନ ଅବସରରେ ମୁଁ ତୁମକୁ ଏହି ଆଶୀର୍ବାଦ କରୁଅଛି। ଭଗବାନ ସମସ୍ତଙ୍କ ଉପରେ ତାଙ୍କର ଦିବ୍ୟ କୃପା ବର୍ଷା କରନ୍ତୁ। ଓಂ ଶ୍ରୀ ସାଇରାମ।